ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ସକାଳୁ ସକାଳୁ ମା ପୁଅ ବସିଥିଲୁ ଖାଇବା ଲାଗି। ମାଆର ରୁଟି ଆଡ଼ଭର୍ଟାଇଜମେଣ୍ଟ ପରେ ଖାଦ୍ୟଟା ସାରି ମୁଁ ବାହାରି ପଡ଼ିଥିଲି ଟିକେ ଛାତ ଉପରକୁ। କାଲି ରାତିରୁ ବିଲେଇ ଛୁଆର ବହୁତ ସାଉଣ୍ଡ ଶୁଭୁଥିଲା, ତ ମୋତେ ଡାଉଟ୍ ହେଲା ଯେ ତା ଛୁଆକୁ ନେଇକି ଛାତ ଉପରେ ରଖିଥିବେ ବୋଲି। ଆପଣମାନେ ଶୁଣିଥିବେ ଯେ ବିଲେଇ ତା ଛୁଆକୁ ସାତ ଘର ବୁଲାଏ, ଇଏ କିନ୍ତୁ ସାତ ଘର ନୁହଁ ସାତ ଛାତ ବୁଲଉଛି। ଛାଡ଼, ବିଲେଇ ତ ମିଳିଲାନି। ଏଥର ଟାଇମ୍ ହେଇଗଲାଣି ଛୁଆଙ୍କୁ ସ୍କୁଲରୁ ଆଣିବା ଲାଗି। ଆସିଲା ବେଳକୁ ଦେଖିଲା ବେଳକୁ ଛୁଆମାନେ ସ୍କୁଲରୁ ବାହାରିକି ଆସି ସାରିଲେଣି। ଏଇ ଦୋକାନଟି ହେଲା ଆମ ଛୁଆମାନଙ୍କର ଡେଲି ସ୍ନାକ୍ସ ଦୋକାନ। ଏଠି ଆସିକି ସେ ସ୍କୁଲରୁ ଫେରିଲା ବେଳେ ଆଉ ସ୍କୁଲକୁ ଗଲାବେଳେ ନିଶ୍ଚିନ୍ତ କିଛି ନା କିଛି ଖାଇକି ଯିବେ। ଆଜି ଏକ୍ଜାମଟା ସରିଯାଇଥିବାରୁ ଦି ଭାଇଙ୍କର ମନ ବହୁତ ଖୁସି। ଦି ଭାଇ କହିଲେ ଆମେ ଆଜି ଟିକେ ଏକ୍ସଟ୍ରା ଟ୍ରିଟ୍ ନେବୁ। ଦି ଭାଇଙ୍କର ପିଆପିଇ କାର୍ଯ୍ୟକ୍ରମ ସରିଗଲା। ତାପରେ ଆମେ ପହଞ୍ଚିଗଲୁ ଘରେ ପହଞ୍ଚୁ ଦି ଜଣ ଯାକ ମୋବାଇଲ, ଜଣେ ଆଇପ୍ୟାଡ଼୍ ଆଉ ଜଣେ ଲ୍ୟାପଟପ୍ ଧରି ବସି ପଡ଼ିଲା ଗେମ୍ ଖେଳିବାକୁ। କହିଲେ ଆଜି ଆମେ ଦିନସାରା ଗେମ୍ ଖେଳିବୁ, ଖାଇବା ପିଇବା ଆମର କିଛି ନାହିଁ, ଆଜି ଆମକୁ ଖାଇବାକୁ ନଦେଲେ ବି ଚଳିବ। ଏଇସବୁ କଥା ଶୁଣି ଆମେ ସ୍ୱାମୀ ସ୍ତ୍ରୀ ଆଜି ବାହାରି ପଡ଼ିଥିଲୁ ଜଣଙ୍କ ଘରକୁ। ଜଣେ ଭଉଣୀ ଅଛନ୍ତି ତାଙ୍କ ଘରକୁ। ତାଙ୍କ ଆଜି ଝିଅର ଜନ୍ମଦିନ ଥିଲା। ଯେବେଠୁ ସ୍ତ୍ରୀ ସ୍କୁଟି ଶିଖି ସାରିଲେଣି ସେବେଠୁ ଆଉ ଟେନସନ୍ ନାହିଁ, ପଛରେ ଆରାମସେ ବସିକି ଟ୍ରାଭେଲ୍ କର। ଛୁଆମାନଙ୍କର ନାଚ ଦେଖି ଆଉ ମୁଁ ନିଜର ବ୍ଲଗ୍ ସୁଟିଂ କରିବାକୁ ଭୁଲି ଯାଇଥିଲି। ତ ଆଜିର ବ୍ଲଗ୍ ପାଇଁ ଏତିକି। ରହୁଛି ସାଙ୍ଗମାନେ। ଜୟ ଜଗନ୍ନାଥ।